ଆପଣଙ୍କ ଯଦି ଆପଲ ଆଇଫୋନ ବ୍ୟବହାର କରୁଛନ୍ତି ନଚେତ ଆପଲ କମ୍ପାନୀର କିଛି ଇଲେକ୍ଟ୍ରୋନିକ ସାମଗ୍ରୀ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଆପଲ କମ୍ପାନୀ ଭାରତରେ ତାହାର ଆଉ ଏକ ଷ୍ଟୋର ଖୋଲିବାକୁ ଯାଉଛି। ନୋଏଡାରେ ଆପଲ କମ୍ପାନୀ ତାର ଆଉ ଏକ ରିଟେଲ ପୋଷ୍ଟ ଖୋଲିବାକୁ ଯାଉଛି ଯାହାକି ଡିସେମ୍ବର 11 ତାରିଖରେ ଖୋଲିବ। ତେବେ ଜାଣି ରଖିବା ଉଚିତ ଯେ ଚଳିତ ବର୍ଷ ଭିତରେ କମ୍ପାନୀ ତାର 2ଟି ଆଉଟଲେଟ ଖୋଲି ସାରିଛି ଏବଂ ନୋଏଡାରେ ଖୋଲିବାକୁ ଯାଉଥିବା ଏହି ଷ୍ଟୋର ଚଳିତ ବର୍ଷ ଖୋଲିବାକୁ ଥିବା ଆପଲ ତୃତୀୟ ଷ୍ଟୋର ହେବ। ଜାଣି ରଖିବା ଉଚିତ ଯେ ଭାରତ ହେଉଛି ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ତମ ମାର୍କେଟ ଯେଉଁଠିକି ସ୍ମାର୍ଟଫୋନର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଖାସ କରି କିଛି ଦିନ ଭିତରେ ଆଇଫୋନ ୟୁଜର୍ସଙ୍କ ସଂଖ୍ୟା ମଧ୍ୟ ବଢୁଛି। ତେଣୁ କମ୍ପାନୀ ଏହାକୁ ଦେଖି ଏହାର ଗୋଟିଏ ଆଉଟଲେଟ ଖୋଲିବାକୁ ଯାଉଛି। ବିଶେଷଜ୍ଞମାନେ କହିବା ଅନୁସାରେ ଆପଲ ଆଉଟଲେଟ ଖୋଲିବା ପରେ କମ୍ପାନୀର ସେଲ୍ସରେ ମଧ୍ୟ ବୃଦ୍ଧି ପାଇବ। କମ୍ପାନୀର ୟୁଜର୍ସମାନେ ଆଇଫୋନ ସହିତ ଅନ୍ୟ ଗ୍ୟାଜେଟ ମଧ୍ୟ ପାଇପାରିବେ ଯେଉଁଥିରେ ସେମାନେ ଚମତ୍କାର ଫିଚର ପାଇବା ସହିତ ଏହାର ଫାଇଦା ମଧ୍ୟ ଉଠାଇ ପାରିବେ। ରିପୋର୍ଟ ନ୍ୟୁଜ ଦୁନିଆ।